15 ତାରିଖରେ ନିଶ୍ଚୟ ବାହାରିବ ମାନେ ଆମେ ନିଷ୍ପତ୍ତି ହେଇଛି ସଭାପତି ଆମର ପାର୍ଟିକି ଦିଆଯାଇଛି ମ୍ୟାନିଫେଷ୍ଟୋ କମିଟି ତାର ଇସ୍ତାହାର ପ୍ରସ୍ତୁତ କରିକି ସଭାପତିଙ୍କୁ ଦେଇଦେଇଛି ମୋ ପାଖରେ ଯାହା ରହିଛି ସୂଚନା 15 ତାରିଖରେ ନିଶ୍ଚୟ ବାହାରିବ ମ୍ୟାନିଫେଷ୍ଟୋରେ ଗୁରୁତ୍ୱ ଯାହା ରହିଛି ମ୍ୟାନିଫେଷ୍ଟୋ ପ୍ରକାଶିତ ହେଲା ମାତ୍ରକେ ସମସ୍ତେ ଜାଣିବେ ଏବଂ ଏଇ ମିଡିଆ ହିଁ ତାର ସବୁଠାରୁ ବଡ ତାକୁ ନେଇକି ବାର୍ତ୍ତା ଦବ କିନ୍ତୁ ଗୋଟିଏ କଥା ଯାହା 24 ବର୍ଷ ଭିତରେ ନବୀନ ପଟ୍ଟନାୟକ କହିକିରି ମଧ୍ୟ କରିନାହାନ୍ତି ଏବଂ ଇଏ ମଧ୍ୟ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ 10 ବର୍ଷ ଶାସନ ଭିତରେ ଯାହା କରିନାହାନ୍ତି ତାର ସେ ସବୁ କଥା ସେ ଗ୍ୟାରେଣ୍ଟି କଂଗ୍ରେସ ଦବ ଏବଂ ତା ପଛରେ ସବୁଠାରୁ ବଡ କଥା ହେଉଛି ଲୋକଙ୍କର ବଡ ବିଶ୍ୱାସନତା ରଖାଯାଇଛି ଯେ ଆର୍ଥିକ ସ୍ଥିତିକୁ ନ ବିଗାଡ଼ିକିରି ବିଗିଡ଼ିବ ନାହିଁ ତାକୁ ରଖିକିରି ଠିକ ଅବସ୍ଥାରେ ଯାହା ଯାହା କରାଯାଇପାରିବ ସେଗୁଡ଼ିକ ସବୁ ରହିଛି ଗ୍ୟାରେଣ୍ଟି ତ ଅନେକ ମହିଳାଙ୍କ ପାଇଁ ଅଛି କୃଷକଙ୍କ ପାଇଁ ଅଛି ଧରି ନିଆଯାଉ ଗୋଟେ କୃଷକଙ୍କର ନିଶ୍ଚିତ ଭାବରେ ଚାଷୀ ଭତ୍ତା ମିଳିବ ଆଜି ପର୍ଯ୍ୟନ୍ତ ସେମାନେ ଦାବି କରିକି ଆସୁଥିଲେ ଡିମାଣ୍ଡ କରି ଆସୁଥିଲେ ଆମେ 14 ବର୍ଷରୁ ଖଟୁଛୁ ବିଲରେ ସବୁ ବର୍ଗର ଲୋକ ପାଇଁ ମ୍ୟାନିଫେଷ୍ଟୋରେ ସବୁ ବର୍ଗର ଲୋକ ପାଇଁ ଗ୍ୟାରେଣ୍ଟିରେ ମଧ୍ୟ ସବୁ ମେଜର ବର୍ଗ ଯେଉଁମାନେ ଯୁବକ କୃଷକ ମହିଳା ଆଉ ଆଦିବାସୀ ଦଳିତ ବର୍ଗ ଏ ସମସ୍ତଙ୍କ ପାଇଁ କି ଆ ଭିତରେ ରହିଛି